ମୁଁ ସ୍ମିତା ଆପଣମାନଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ୍ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି, ତା ସହିତ ଟିକେ ଆଗକୁ ବଢିବା ଆଉ ଜାଣିବା ଓଡ଼ିଶାର ଇତିହାସ। ପ୍ରତ୍ୟେକ ଭିଡିଓରେ ଆମେ ଏକ ପ୍ରଶ୍ନ ଆଣିବା, ସେଇ ପ୍ରଶ୍ନର ଉତ୍ତର ଖୋଜିବା ଆଉ ତା ସହିତ ଜାଣିବା ଆମେ ଓଡ଼ିଶାର ଇତିହାସ, କିନ୍ତୁ ମାତ୍ର 5 ଧାଡିରେ। ଆଉ ଯଦି ଅଧିକା ଜାଣିବାର ଅଛି କମେଣ୍ଟ କରିବ, ତାକୁ ଆମେ ନେଇକି ଆସିବା। ତାହେଲେ ଯିବା ଜାଣିବା ଆଜିର ଭିଡିଓରେ କଣ ରହିଛି। ଆଜିର ଭିଡିଓରେ ଆମେ ପ୍ରଜାମଣ୍ଡଳ ଆନ୍ଦୋଳନ ବିଷୟରେ କଥା ହେବା। ପ୍ରଜାମଣ୍ଡଳ ଆନ୍ଦୋଳନ 1930 ରୁ 1940 ଦଶକରେ ସ୍ଥାନୀୟ ରାଜ୍ୟ ଏବଂ ବ୍ରିଟିଶଙ୍କ ଅତ୍ୟାଚାରୀ ଶାସନ ବିରୁଦ୍ଧରେ ଓଡ଼ିଶାରେ ଏକ ଜନ ଆନ୍ଦୋଳନ ଥିଲା। ଏହା ମୁଖ୍ୟତଃ ଢେଙ୍କାନାଳ, ତାଳଚେର ଏବଂ ନୟାଗଡ଼ ଭଳି ଗଡ଼ଜାତ ରାଜ୍ୟଗୁଡ଼ିକରେ ଘଟିଥିଲା। ଚକ୍ରଧର ବେହେରା ଏବଂ ଭାଗୀରଥୀ ମହାପାତ୍ରଙ୍କ ଭଳି ନେତାମାନେ ପ୍ରତିବାଦ ସଂଗଠିତ କରିବାରେ ଏବଂ ଲୋକଙ୍କୁ ଏକତ୍ର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଆନ୍ଦୋଳନର ଲକ୍ଷ୍ୟ ଗଣତାନ୍ତ୍ରିକ ଅଧିକାର, ନ୍ୟାୟପୂର୍ଣ୍ଣ ଶାସନ ପ୍ରତିଷ୍ଠା ଏବଂ ବଳପୂର୍ବକ ଶ୍ରମ ବନ୍ଦ କରିବାର ଥିଲା। ଏହା ଭାରତର ବ୍ୟାପକ ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲା ଏବଂ ଓଡ଼ିଶାରେ ଜନଜାଗରଣକୁ ପ୍ରେରଣା ଦେଇଥିଲା। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି ଭଲ ଲାଗିଲା ତାହେଲେ ଭିଡିଓଟିକୁ ଲାଇକ୍ କରିଦିଅ, ଭିଡିଓ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ରହୁଛି, ଦେଖା ହେବା ଆଗାମୀ ଭିଡିଓରେ। ନମସ୍କାର।